ଦୁଇଟି ବାଲି ଟ୍ରାକ୍ଟର ଜବତ, 4 ଜଣ ଗିରଫ। ଡମ୍ପରରେ ବେଧଡ଼କ ଭାବେ ବାଲି ଚୋରି ଅଭିଯୋଗ। କିପରି ସ୍ୱଚ୍ଛ ପ୍ରକ୍ରିୟାରେ ବାଲି ଯୋଗାଣ ହେବ, ବାଲିଘାଟର ପରିଚାଳନା, ରାଜସ୍ୱ ଆଦାୟ କ୍ଷେତ୍ରରେ ସରକାର ବଡ଼ ଧରଣର ପରିବର୍ତ୍ତନ କରି ପ୍ରଥମ ଥର ପାଇଁ ପଞ୍ଚାୟତ ସମିତି ହାତକୁ ଘାଟର ପରିଚାଳନା ଦାୟିତ୍ୱ ଦେଇଛନ୍ତି। ବିଡ଼ିଓଙ୍କ ମାର୍ଫତରେ ବାଲିଘାଟଗୁଡ଼ିକ ରହିବାକୁ ଥିବାବେଳେ ତହସିଲଦାର ବାଲିଚୋରକୁ ଜଗିବେ। ତେବେ ମୋରଡ଼ା ତହସିଲ ଅଧୀନରେ ବରକନ୍ଦ, ଗଣ୍ଡଗୁହାଳି, ଘୋଳମୁହାଁ, ବଡ଼ଫେରା, ଠେଙ୍ଗାତାଣ୍ଡି, ଧଡ଼ାସାହି ଇତ୍ୟାଦି ଘାଟରୁ ବାଲି ଚୋରି ହେଉଥିବା ଅଭିଯୋଗ ହେଉଛି। ତେବେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିଲାମ ଘାଟଗୁଡ଼ିକର ବର୍ତ୍ତମାନ ଯାଏଁ ମଧ୍ୟ ବାଲି ଉତ୍ତୋଳନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ମୋରଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ନଦୀଘାଟରୁ ବେଧଡ଼କ ଭାବେ ବାଲି ଉତ୍ତୋଳନ ହୋଇ ଚୋରାରେ ବାହାରକୁ ଚାଲାଣ ହେଉଛି। ଚଢ଼ା ଦରରେ ବାଲି ବିକ୍ରି ହେଉଥିବାରୁ ଆବାସ ଗୃହ ଯୋଜନାରେ ହିତାଧିକାରୀମାନଙ୍କର ସହ ସାଧାରଣ ଲୋକମାନଙ୍କର ଆର୍ଥିକ ସମସ୍ୟାରେ ପଡ଼ୁଛନ୍ତି। ତେବେ ଆଜି ପାଟପୁର ନଦୀଘାଟ ପାଖରୁ ଦୁଇଟି ଚୋରା ବାଲି ନେଉଥିବା ଟ୍ରାକ୍ଟରକୁ ଜବତ କରିଛି ମୋରଡ଼ା ପୋଲିସ ଏବଂ ଟ୍ରାକ୍ଟର ମାଲିକ କ୍ଷିତୀଶ ଚନ୍ଦ୍ର ସେଠୀ, ଡ୍ରାଇଭର ରାମଚନ୍ଦ୍ର ହେମ୍ବ୍ରମ ସହିତ ଅନ୍ୟ ଗୋଟିଏ ଟ୍ରାକ୍ଟରର ମାଲିକ ଶ୍ୟାମସୁନ୍ଦର ମାରାଣ୍ଡି, ଡ୍ରାଇଭର ହିମାଂଶୁ ମାରାଣ୍ଡିଙ୍କୁ ଗିରଫ କରାଯାଇଛି। ଯାହାକୁ ନେଇ ଥାନାରେ 84/25 ଓ 85/25 ଦୁଇଟି ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଆଇଆଇସି ସୁମିତ କୁମାର ସୋରେନ। ଅପରପକ୍ଷରେ ବିଭିନ୍ନ ଡମ୍ପରରେ ମୁଖ୍ୟ ରାସ୍ତାରେ ବେଧଡ଼କ ବେଆଇନ ଭାବେ ବାଲି ଯାଉଥିବା ବେଳେ ଉକ୍ତ ଡମ୍ପରଗୁଡ଼ିକୁ ଧରିବା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ସାଧାରଣ ଦାବି ହେଉଥିବା ବିଭିନ୍ନ ଛକ ବଜାରରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି। ତେବେ ଡମ୍ପରରେ ରାତାରାତି ବାଲି ବାହାର ଅଞ୍ଚଳକୁ ଚାଲାଣ କରୁଥିବା ମଧ୍ୟ ପ୍ରଶାସନ ଉକ୍ତ ବାଲି ମାଫିଆକୁ ଧରିବାରେ ସକ୍ଷମ ହୋଇପାରୁନାହିଁ। ତେଣୁ ଉକ୍ତ ବାଲି ମାଫିଆଙ୍କ ଉପରେ ପ୍ରଶାସନ ନଜର ରଖି ବେଆଇନ ବାଲି ଚାଲାଣ ଉପରେ ରୋକ ଲଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।